ଘରେ ଏହି ଚାରିଟି କାମ କରନ୍ତୁ, ମା ଲକ୍ଷ୍ମୀ ସଦା ଘରେ ବାସ କରିବେ। ନମସ୍କାର ଦର୍ଶକ ବନ୍ଧୁମାନେ। କୁହାଯାଏ ପ୍ରତିଦିନ ପ୍ରାତଃକାଳେ ମା ଲକ୍ଷ୍ମୀ ପୃଥିବୀରେ ପରିଭ୍ରମଣ କରନ୍ତି। ସେ ସମୟରେ ମା ଦେଖନ୍ତି କେଉଁ ଘରକୁ ସେ ପ୍ରବେଶ କରିବେ ଏବଂ କେଉଁ ଘରକୁ ଯିବେ ନାହିଁ। କିନ୍ତୁ ଆପଣମାନେ ଜାଣନ୍ତି କି ମା ଲକ୍ଷ୍ମୀ କେଉଁ ଘରକୁ ଯିବାକୁ ଭଲ ପାଆନ୍ତି? ଆଜି ଆମେ ଆପଣଙ୍କୁ ସେହି ଚାରିଟି ମହତ୍ତ୍ୱପୂର୍ଣ୍ଣ କାମ ବିଷୟରେ କହିବୁ। ଯଦି ଆପଣ ଏହି ଚାରିଟି କାମ ପ୍ରତିଦିନ କରିବେ, ତେବେ ମା ଲକ୍ଷ୍ମୀ ନିଶ୍ଚିତ ଭାବେ ଆପଣଙ୍କ ଘରକୁ ପ୍ରବେଶ କରିବେ। ସେଥିପାଇଁ ଭଲ ଭାବରେ ଶୁଣନ୍ତୁ। ଇଚ୍ଛା ହେଲେ ଏହାକୁ ଲେଖି ମଧ୍ୟ ରଖିପାରିବେ। କୁହାଯାଏ ଯେ ପ୍ରଭାତ ସମୟରେ ଯେତେବେଳେ ମା ଲକ୍ଷ୍ମୀ ପୃଥିବୀରେ ଆସନ୍ତି, ସେ ସମୟରେ ଦରିଦ୍ରା ଦେବୀ ମଧ୍ୟ ତାଙ୍କ ସହିତ ଆସନ୍ତି। ଏବେ ନିଷ୍ପତ୍ତି ଆମର। ଆମେ ଆମ ଘରକୁ ଲକ୍ଷ୍ମୀକୁ ଆଣିବାକୁ ଚାହୁଁଛୁ କି ଦରିଦ୍ରତାକୁ? ମା ଲକ୍ଷ୍ମୀଙ୍କୁ ପଚରାଗଲା, ମା, ଆପଣ କେଉଁ ଘରକୁ ପ୍ରବେଶ କରିବାକୁ ଚାହିଁବେ? ତେବେ ମା ଲକ୍ଷ୍ମୀ ଚାରିଟି କଥା କହିଲେ। ନମ୍ବର 1, ସକାଳେ ଘର ଦ୍ୱାରରେ ପାଣି ଛିଟିବା। ମା ଲକ୍ଷ୍ମୀ କହନ୍ତି, ଯେଉଁ ଘରେ ପ୍ରଭାତରେ ଉଠି ଘର ସଫା କରାଯାଏ ଏବଂ ଘର ଦ୍ୱାରରେ ପାଣି ଛିଟାଯାଏ, ସେଠାରେ ମୁଁ ପ୍ରବେଶ କରିବାକୁ ପସନ୍ଦ କରେ। କିଛି ଘରରେ ମା ମାନେ ସକାଳେ ଉଠି ଘର ସଫା କରନ୍ତି ଏବଂ ଦ୍ୱାରରେ ପାଣି ପକାନ୍ତି। ଯଦି ଅଧିକ ପାଣି ପକାଇ ପାରିବେ ନାହିଁ, ତେବେ କେବଳ ଟିକିଏ ପାଣି ଛିଟିଦେଲେ ମଧ୍ୟ ଚଳିବ। ନମ୍ବର 2, ଘର ଦ୍ୱାରରେ ଦୀପ ଜଳାଇବା। ମା ଲକ୍ଷ୍ମୀ କହନ୍ତି, ଯେଉଁ ଘରରେ ପ୍ରଭାତରେ ପୂଜା କରି ଘର ଦ୍ୱାରରେ ଦୀପ ଜଳାଯାଏ, ସେଠାରେ ମୁଁ ବିନା ଭାବି ପ୍ରବେଶ କରିଯାଏ। ନମ୍ବର 3, ଘର ଦ୍ୱାରରେ ରଙ୍ଗୋଲି କିମ୍ବା ସ୍ୱସ୍ତିକ ଚିହ୍ନ। ଯେଉଁ ଘରରେ ଦ୍ୱାର ଆଗରେ ରଙ୍ଗୋଲି ହୋଇଥାଏ କିମ୍ବା ସ୍ୱସ୍ତିକ ଚିହ୍ନ ଅଙ୍କିତ ଥାଏ, ସେହି ଘରକୁ ମା ଲକ୍ଷ୍ମୀ ବହୁତ ପସନ୍ଦ କରନ୍ତି। ଆପଣ ବଡ଼ ରଙ୍ଗୋଲି ନ କରିପାରିଲେ ମଧ୍ୟ ଛୋଟ ଏକ ସ୍ୱସ୍ତିକ ଚିହ୍ନ କରିପାରିବେ। ନମ୍ବର 4, ଘର ଦ୍ୱାରରେ ଭରା କଳସ। ମା ଲକ୍ଷ୍ମୀ କହନ୍ତି, ଯେଉଁ ଘରର ଦ୍ୱାରରେ ଭରା ହେଉଥିବା କଳସ କିମ୍ବା ଘଡ଼ା ରଖାଯାଇଥାଏ, ସେଠାରେ ମୁଁ ବିନା ଚିନ୍ତା କରି ପ୍ରବେଶ କରିଥାଏ। ଗାଁ ଘରରେ ଆଜି ମଧ୍ୟ ଦେଖିବେ ଦ୍ୱାରର ଦୁଇ ପାଶେ ଭରା କଳସ ରଖାଯାଇଥାଏ। ଏହି ଚାରିଟି କାମ ଯଦି ଆପଣ ପ୍ରତିଦିନ କରିବେ, ମା ଲକ୍ଷ୍ମୀ ଆପଣଙ୍କ ଘରକୁ ପ୍ରବେଶ କରିବେ। କିନ୍ତୁ ଏବେ ଦରିଦ୍ରା ଦେବୀ ମଧ୍ୟ ଚାରିଟି କଥା କହିଛନ୍ତି। ଦରିଦ୍ରା ଦେବୀ କହିଛନ୍ତି, ଯେଉଁ ଘରରେ ଦୀପ ଜଳିଥାଏ, ସଫାସୁତରା ରହିଥାଏ, ଦ୍ୱାରରେ ଭର କଳସ ରହିଥାଏ, ରଙ୍ଗୋଲି ହୋଇଥାଏ, ସେହି ଘରକୁ ମୁଁ କେବେ ଯାଏ ନାହିଁ। କିନ୍ତୁ ଯେଉଁ ଘରରେ ସକାଳ ପର୍ଯ୍ୟନ୍ତ ଲୋକେ ଶୋଇଥାନ୍ତି, ରାତିର ଅଇଁଠା ବାସନ ସକାଳ ପର୍ଯ୍ୟନ୍ତ ପଡ଼ି ରହେ, ଘରରେ ଗନ୍ଧିଆ ଥାଏ, ଘରେ ଝଗଡ଼ା ହୁଏ, ମାଛି ମଶା ଘୁରୁଥାଏ, ସେହି ଘରକୁ ଦରିଦ୍ରତା ନିଶ୍ଚିତ ଭାବେ ପ୍ରବେଶ କରନ୍ତି। କାରଣ ଦରିଦ୍ରାକୁ ଗନ୍ଧକି ଅଶାନ୍ତି ପସନ୍ଦ, କିନ୍ତୁ ମା ଲକ୍ଷ୍ମୀକୁ ପବିତ୍ରତା, ସଫାସୁତୁରା ଓ ଶାନ୍ତି ପସନ୍ଦ। ସେଥିପାଇଁ ଘରର ମା ମାନେ ଏହି କଥାରେ ବିଶେଷ ଧ୍ୟାନ ଦେବା ଉଚିତ। ଯଦି ଆପଣଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥାଏ, ତାହେଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ସେୟାର କରନ୍ତୁ ଓ ଲାଇକ୍ କରନ୍ତୁ।